ଗୋବିନ୍ଦ ତାହେଲେ ତିନି ଗୋବିନ୍ଦ ଆଜ୍ଞା କିଏ କେତେବେଳେ ନାଁ ଦେଲେ ପୁରାଣରେ ଅଛି ଯେ ବ୍ରହ୍ମା ଦେଇଥିଲେ ଗୋବିନ୍ଦ ଗୋବତ୍ସକୁ ହରଣ କରିଥିଲେ କୃଷ୍ଣକୁ ପରୀକ୍ଷା କରିବା ପାଇଁ ତେଣୁ ହାରିଲେ ଯେତେ ଆଜ୍ଞା ଚୋରି କଲେ ଗୋବତ୍ସା ସେତେ ସୃଷ୍ଟି କଲେ ଆଜ୍ଞା ଗୋବିନ୍ଦ କହିଲେ କୃଷ୍ଣ ତେଣୁ ହାରିଲେ ଦେଲେ ଆଜ୍ଞା ଗୋବିନ୍ଦ ଇନ୍ଦ୍ର ଶପଥ ଦିନ ବୃଷ୍ଟି କଲା ବଜ୍ରାଘାତେ ପଥର ବରସିଲା ତେଣୁ ସିଏ ଆଜ୍ଞା ହାରିଣ ଶରଣ ପଶିଲା ଗୋବିନ୍ଦ ନାମ ଦେଇଗଲା ଆଜ୍ଞା ଆଜ୍ଞା ତେଣୁ ଇନ୍ଦ୍ର ଗୋଟାଏ ନାଁ ଦେଲେ ଗୋବିନ୍ଦ ଆଉ ନାଁ ହେଲା ଆଜ୍ଞା କୋଉଠି ନା ନନ୍ଦ ଉପାସରେ ଯେତେବେଳେ ଲୁକାୟିତ ଭାବରେ ପହଞ୍ଚିଲେ ପ୍ରଭୁ ସେଠି ଆଜ୍ଞା ନନ୍ଦର ଗୁହାରେ ନାଁ ଦିଆ ହେଲା ଗୋବିନ୍ଦ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ଇଏ ହେଲେ ତିନି ଗୋବିନ୍ଦ ଆଚ୍ଛା ଏଇ ତିନି ଗୋବିନ୍ଦଠୁ କଣ ମକରନ୍ଦ ଧରୁଛି ବାପା ଆଉ ତାହେଲେ କୋଉଠୁ ଧରିଲା ନା ଗୋବିନ୍ଦ 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 ପଦ କରୁଛି ମକରନ୍ଦ କେତୋଟି ଶବ୍ଦ ନେଇକି ବାପା ଗୋଟାଏ ପଦ ତେଣୁ ଏ ଗୋବିନ୍ଦ 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 ତିନୋଟି ଶବ୍ଦର ଗୋଟାଏ ହେଲା ପଦ ତେଣୁ ଏ ପଦରୁ ଆଉ ପ୍ରଭୁଙ୍କର ପାଦରୁ ମକରନ୍ଦ ଧରୁ ନଥିଲା ନାଇଁ ରେ ସେ ସାରଥି ବାବାଠୁ ଧରିବ ଆଉ ଗୋବିନ୍ଦଙ୍କର ପାଦରୁ ଧରୁ ନଥିଲା ମକରନ୍ଦ ଇଏ ଯେଉଁ ଶବ୍ଦ ହେଲା ଗୋବିନ୍ଦ 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 ଇଏ ତିନି ଶବ୍ଦରୁ ଗୋଟାଏ ହେଲା ପଦ ଏଇ ପଦରୁ କହିଲେ ପ୍ରଭୁଙ୍କର ନାମରୁ ଈଶ୍ୱରଙ୍କର ନାମରୁ ଆଜ୍ଞା ଅମୃତ ଝରେ ଭଗବାନଙ୍କର ନାମରୁ ଅମୃତ ଝରେ ଆଉ ପାଦରୁ ମକରନ୍ଦ ସିମେଣ୍ଟ ଗାଈ କ୍ଷୀର ହବ ଆଉ ବିଭୂତିରୁ କଣ ସବୁ ସୃଷ୍ଟି ହବ ଏଗୁଡାକ ସବୁ ହଉଛି ଆଜ୍ଞା ଏ ସଂସାରର କଥା।